ଆଜିର ପ୍ରସଙ୍ଗ ବିଭାଜନ ବିଭୀଷିକା ସ୍ମୃତି ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। 1947 ମସିହା ଅଗଷ୍ଟ 15 ତାରିଖ ଭାରତୀୟ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟର ଆରମ୍ଭ କରିଥିଲା। ଦୀର୍ଘ 200 ବର୍ଷର ବ୍ରିଟିଶ ପରାଧୀନତାର ଶୃଙ୍ଖଳକୁ ପ୍ରତିହତ କରି ଭାରତ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା। ତେବେ ସ୍ୱାଧୀନତାର ଏହି ଆନନ୍ଦ ସହିତ ଜଡ଼ିତ ଥିଲା ଦେଶ ବିଭାଜନର ଗଭୀର ଯନ୍ତ୍ରଣାଦାୟକ ପରିସ୍ଥିତି। ଅଗଷ୍ଟ 14 ତାରିଖରେ ଅଖଣ୍ଡ ଭାରତ ଭୂମିରୁ ସୃଷ୍ଟି ହୋଇଥିଲା ଭାରତ ଓ ପାକିସ୍ତାନ ଦୁଇଟି ରାଷ୍ଟ୍ର। ଏହି ବିଭାଜନ କେବଳ ଭୂଖଣ୍ଡର ସୀମା ନିର୍ଦ୍ଧାରଣ କରିନଥିଲା, ବରଂ ଏହା ଥିଲା ଲକ୍ଷ ଲକ୍ଷ ନିରୀହ ମଣିଷଙ୍କ ରକ୍ତ, ଅଶ୍ରୁ, ନିର୍ବାସନ ଓ ନିର୍ଯାତନାର କରୁଣ ସାକ୍ଷୀ। ଇତିହାସର ଏହି ବିଷାଦମୟ ଅଧ୍ୟାୟରେ ପ୍ରାଣ ତଥା ଜନ୍ମଭୂମି ହରାଇଥିବା ଲୋକଙ୍କ ଆତ୍ମତ୍ୟାଗ ଏବଂ ସଂଘର୍ଷକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ 14 ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ସେତେବେଳର ନିଷ୍ପତ୍ତି କେବଳ ରାଜନୈତିକ ଆଧାରିତ ନଥିଲା, ବରଂ ବିଶ୍ୱ ଇତିହାସରେ ସବୁଠାରୁ ଗଣ ବିସ୍ଥାପନ ଭାବେ ସ୍ଥାନିତ ହୋଇଥିଲା। ସୀମାର ଉଭୟ ପାର୍ଶ୍ୱରୁ ପାଖାପାଖି 1,40,00,000 ଲୋକ ନିଜର ଭିଟା ମାଟି, ସମ୍ପତ୍ତି, ପରିବାର ଏବଂ ଅତୀତର ସ୍ମୃତି ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ପ୍ରସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ। ରାତାରାତି ମଣିଷ ନିଜ ପରିବେଶରେ ପର ହୋଇଯାଇଥିଲା। ସାମ୍ପ୍ରଦାୟିକ ହିଂସା, ଲୁଟପାଟ, ଗଣହତ୍ୟା ଏବଂ ନିର୍ଯାତନାର ଯେଉଁ ତାଣ୍ଡବ ଲୀଳା ସୃଷ୍ଟି ହୋଇଥିଲା, ତାହା ଆଜି ମଧ୍ୟ ମାନସ ପଟରେ ଶିହରଣ ସୃଷ୍ଟି କରେ। ପାଖାପାଖି 5ରୁ 10 ଲକ୍ଷ ଲୋକ ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ। 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 14 ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ନିଷ୍କାସିତ ଏବଂ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ବିଭାଜନ ଯନ୍ତ୍ରଣାରେ ଲକ୍ଷ ଲକ୍ଷ ଅଜ୍ଞାତ ନାଗରିକଙ୍କ ସଂଘର୍ଷକୁ ସ୍ମରଣ କରିବା, ସାମାଜିକ ସଂହତି ପ୍ରତିଷ୍ଠା ମାଧ୍ୟମରେ ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ଚିନ୍ତାଧାରାକୁ ପ୍ରତିହତ କରିବା ପାଇଁ ସଚେତନତା ସୃଷ୍ଟି କରିବା। ଏଥିସହ କଷ୍ଟଲବ୍ଧ ସ୍ୱାଧୀନତା ଏବଂ ଜାତୀୟ ଏକତା ଯେ କେତେ ମୂଲ୍ୟବାନ ତାହା ବର୍ତ୍ତମାନର ଯୁବପିଢ଼ିଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ଏହି ଦିବସ ପାଳନ ଅବସରରେ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ଏ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଦୃଶ୍ୟାବଳୀ ଏବଂ ନୀରବ ପଦଯାତ୍ରାମାନ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀ, କୋଲକାତା ଏବଂ ଅମୃତସର ଭଳି ପ୍ରମୁଖ ସହରଗୁଡ଼ିକରେ ନୀରବ ଶୋଭାଯାତ୍ରା ତଥା ସ୍ମାରକୀ ସେବା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି। ଭାରତୀୟ ସଂସ୍କୃତି ବସୁଧୈବ କୁଟୁମ୍ବକମ୍ ଆଦର୍ଶରେ ବିଶ୍ୱାସ କରେ। ବିଭାଜନର ବିଭୀଷିକା ଆମକୁ ଏହି ଶିକ୍ଷା ଦିଏ ଯେ ସାମ୍ପ୍ରଦାୟିକ ବିଦ୍ୱେଷ ଓ ଅସହିଷ୍ଣୁତା ଧ୍ୱଂସ ଆଡ଼କୁ ଟାଣି ନିଏ। ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ବାର୍ତ୍ତା ସହ ଭାରତ ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ ତଥା ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ଦେଶର ଆଭ୍ୟନ୍ତରୀଣ ଏକତା, ଶାନ୍ତି ଓ ସଦ୍ଭାବନାକୁ ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ଏହି ଦିବସ ପାଳନ ଆମକୁ ଏଥିପାଇଁ ପ୍ରୋତ୍ସାହନ ପ୍ରଦାନ କରିଥାଏ। ଶାନ୍ତି ଓ ସଂହତି ବିନା କୌଣସି ରାଷ୍ଟ୍ରର ପ୍ରଗତି ସମ୍ଭବ ନୁହେଁ। ତେବେ ଆସନ୍ତୁ ଅତୀତର ଏହି ପରିସ୍ଥିତିରୁ ଶିକ୍ଷା ଲାଭ କରି ଏକ ସଂଗଠିତ, ଭ୍ରାତୃତ୍ୱପୂର୍ଣ୍ଣ ଏବଂ ସମୃଦ୍ଧ ତଥା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।